ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ସୁଭଦ୍ରା ଯୋଜନା। ଉପକ୍ରମ ନାରୀ ହିଁ ଶକ୍ତି, ନାରୀ ହିଁ ପ୍ରଗତି। ଏହି ଆଦର୍ଶକୁ ପାଥେୟ କରି ଓଡ଼ିଶା ସରକାର ମହିଳାମାନଙ୍କ ଉନ୍ନତି ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ସୁଭଦ୍ରା ଯୋଜନାର ପ୍ରଧାନ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା। ଏହାର କିଛି ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳାମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା, ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ କିମ୍ବା ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବା, ପରିବାରରେ ମହିଳାଙ୍କ ନିଷ୍ପତ୍ତି ନେବା କ୍ଷମତାକୁ ବୃଦ୍ଧି କରିବା। ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ। ସୁଭଦ୍ରା ଯୋଜନାରେ ହିତାଧିକାରୀ ମହିଳାମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆର୍ଥିକ ସହାୟତା ଯୋଗ୍ୟ ମହିଳାମାନଙ୍କୁ ବାର୍ଷିକ 10,000 ଟଙ୍କା ପ୍ରଦାନ କରାଯାଏ। କିସ୍ତି ଏହି ଟଙ୍କା ଦୁଇଟି ସମାନ କିସ୍ତିରେ ଯେମିତିକି 5,000 ଟଙ୍କା ଲେଖାଏଁ ଦୁଇଟି କିସ୍ତି ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଏ। 3ରେ ସମୟ ସାଧାରଣତଃ ଏହି ଟଙ୍କା ରକ୍ଷାବନ୍ଧନ ଏବଂ ଆନ୍ତର୍ଜାତୀୟ ମହିଳା ଦିବସ ଯାହାକି ମାର୍ଚ୍ଚ 8 ତାରିଖରେ ପାଳନ କରାଯାଏ, ମହିଳା ଦିବସ ଅବସରରେ ପ୍ରଦାନ କରାଯାଏ। ଏହାର ଅବଧି ଏହି ସହାୟତା ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଯୋଗ୍ୟତା ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଛି। ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ମହିଳାଙ୍କ ବୟସ 21ରୁ 60 ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଜଣେ ମହିଳାଙ୍କ ନାମରେ ଏବଂ ତାଙ୍କ ବ୍ୟାଙ୍କ ଖାତା ଆଧାର ସହିତ ସଂଯୋଗ ହୋଇଥିବା ଆବଶ୍ୟକ। ଉପସଂହାର ବା ଶେଷ କଥା, ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଓଡ଼ିଶାର କୋଟି କୋଟି ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନର ପ୍ରତୀକ। ଏହା ନାରୀ ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ। ଯଦି ଏହି ଅର୍ଥର ସଦୁପଯୋଗ କରାଯାଏ, ତେବେ ଓଡ଼ିଶାର ପ୍ରତିଟି ଘର ସମୃଦ୍ଧ ହୋଇପାରିବ। ତ ପିଲାମାନେ ମୁଁ ଏତିକି କହିବି, ଋତୁମାନଙ୍କ ମଧ୍ୟରୁ ଗ୍ରୀଷ୍ମ ଋତୁ କିମ୍ବା ଶୀତ ଋତୁ କିମ୍ବା ଶୀତ ଋତୁରେ ପଲ୍ଲୀର ଦୃଶ୍ୟ ବା ଶୀତକାଳୀନ ପଲ୍ଲୀର ଦୃଶ୍ୟ ଏହି ରଚନାଟି ଭଲ ଭାବରେ ପ୍ରସ୍ତୁତ ହେଇକି ଯିବ। ତା ସହିତ ସୁଭଦ୍ରା ଯୋଜନା ପ୍ରିପେୟାର ହେଇକି ଯିବ। ତ ନିଶ୍ଚିତ ଭାବରେ ରଚନା ସେଇଥିରେ ତୁମମାନଙ୍କର ପଡ଼ିବ। ତ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବ।